আজি মাଲକାনগিରି বাঙালি সমাজର ଅଷ୍ଟମ ସାଧାରଣ ସଭା 8th ଜେନେରାଲ ମିଟିଂ ହେଇଥିଲା। ମିଟିଂରେ ବିଗତ 8 ବର୍ଷର ହିସାବ କିତାବ ସବୁ କମ୍ପ୍ଲିଟ୍ ଦେଲା ପରେ ଆଉ ଥରେ ଯେଉଁ ବଙ୍ଗାଳୀ ସମାଜର ଟ୍ରିବ୍ୟୁନାଲ କମିଟି ଗଠନ କରାଯାଇଥିଲା ହେଇଥିଲା ସେଇ ସରକାର ତରଫରୁ ତାହିରୁ ପୁରୀ ଆଜି ଆଉ ଥରେ ନୂଆ କମିଟି ଗଠନ କରାଯାଇଛି। ଗଠନରେ ସେଇ କମିଟିର ଚେୟାରମ୍ୟାନ ବା ପ୍ରେସିଡେଣ୍ଟ ହିସାବରେ ମୋତେ ମାନେ ରଖିଛନ୍ତି। ସମସ୍ତେ ରଖିଛନ୍ତି ଆଉ ଜେନେରାଲ ସେକ୍ରେଟାରୀ ହିସାବରେ ଆମର ମନୋଜ ଭାଇକୁ ରଖାଯାଇଛି। ଆଗାମୀ ଦିନରେ 5 ବର୍ଷ ପାଇଁ ମାଲକାନଗିରି ବାঙାଲି ସମାଜ ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବ। ବିଶେଷ କରି ଯେଉଁ ବଙ୍ଗାଳୀ ଏଠି ଯେଉଁ ବଙ୍ଗାଳୀ ମାନଙ୍କର ଶିକ୍ଷା ଯେଉଁ ସ୍କୁଲ ଗୁଡ଼ାକରେ ମାତୃଭାଷାରେ ଶିକ୍ଷାଦାନ ଯେଉଁ ଅଧିକାର ତା ଉପରେ ବେଶୀ ଗୁରୁତ୍ୱ ଦିଆଯିବ। ବଙ୍ଗାଳୀ ଗାଁ ଗୁଡ଼ାକର ନାମକରଣ ଏବଂ ଉପଯୁକ୍ତ ଗାଁ ଗୁଡ଼ିକୁ ରେଭିନ୍ୟୁ ଗ୍ରାମ କରିବା ପାଇଁ ଆମର ଚେଷ୍ଟା ଜାରି ରହିବ। ତା ସହିତ ଏହି ଜିଲ୍ଲାରେ ବସବାସରତ ସମସ୍ତ ଭାଷାଭାଷୀ ଲୋକ ସମସ୍ତ ଜାତି ସମ୍ପ୍ରଦାୟର ଲୋକଙ୍କ ସହିତ ଭାଇଚାରା ରକ୍ଷା କରିକି ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା ହିଁ ବାঙାଲି ସମାଜର ଆଗାମୀ 5 ବର୍ଷରେ ଲକ୍ଷ୍ୟ ରହିବ।